जय जीशु। प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति ग्रंथ अध्याय 17 पद 1 व्यवस्था विधान तथा परिच्छेदन। आब्राहामको 99 वर्ष बयसरे प्रभु तांको सम्मुखरे आविर्भूत होई कहिले, सर्वशक्तिमान ईश्वर मु अटे, मो सन्निधानरे विचरण कर अनिर्दोष रुह। तुम सह मु मोर व्यवस्था विधान स्थापन करिबी और तुम संतान मानंकु अत्यधिक परिवर्तित करिबी। सेही समय रे आब्राहाम साष्टांग प्रणिपात कले। ईश्वर पुनराय तांको कहिले, देख तुम सह मोर व्यवस्था विधान मु स्थापन करुअछि। तुमे बहु जातिर पिता हेबो। तुमे आउ केबे हैं आब्राहाम नामरे परिचित हेबो नाही, बरं तुमे आब्राहाम नामरे अभिहित हेबो, कारण मु तुमको बहु जातिर पिता करिअछि। मु तुमको बहु परिवर्धित कराइबी। तुम औरसरु जनसमूह तथा राजा माने उद्भव हेबे। मु मोर व्यवस्था विधान तुम और तुमर परवर्ती पुत्र मानक मध्यरे जुग जुग धरी चिरस्थायी भावे स्थापन करिबी। मु सर्वदा तुम और तुमर परवर्ती वंशधर मानक ईश्वर होई रहिबी। तुमे प्रवासी जीवन बिताउथिबा एही समग्र कानान देश मु तुमको और तुमर परवर्ती वंश मानंको प्रदान करिबी। ताहा सर्वदा सेमानंकर सत्ताधिकार रे रहिबो एवं मु सेमानंकर ईश्वर हेबी। ईश्वर आब्राहामंको एही आदेश देई कहिले, तुमे और तुम परवर्ती वंशधर माने सेमानंक वंश कालरे सर्वदा मोर व्यवस्था विधान पालन करिवे। तुम और तुमर परवर्ती वंशधर वर्ग पालन करिबाकु थिबा मोर व्यवस्था विधान एहा जे, तुम मध्यरु प्रत्येक पुरुष व्यक्तिगण परिच्छेदित हेबे। तुमे माने निज लिंगाग्र चर्म छेदन करिवो। मोर और तुम मध्यरे संस्थापित व्यवस्था विधानर एक चिन्ह स्वरूप ताहा रहिबो। तुम मध्यरु प्रत्येक पुरुष संतान जन्मर 8म दिवसरे परिच्छेदित हेबे। जिए तुम गृहरे जात किंबा अर्थ विनिमय कृत होइथिबा जे कोनोसी पुरुष व्यक्ति निज निज समय रे परिच्छेदित हेबे। तुम गहणरे जात और तुम द्वारा कृत समस्ते परिच्छेदित हेबे। एही भली मोर व्यवस्था विधान तुम मानक शरीर रे एक शाश्वत व्यवस्था रूपरे रहिबो। निज लिंगाग्र चर्मरे परिच्छेदन प्राप्त होई नथिबा प्रत्येक परिच्छेदित पुरुष आपणा लोकमानंकु समाज मध्यरु
ବହିଷ୍କୃତ କରାଇବା ହେବେ, କାରଣ ସେ ମୋର ବ୍ୟବସ୍ଥା ବିଧାନ ଲଙ୍ଘନ କରିଅଛି। ଈଶ୍ୱର ଆବ୍ରାହାମଙ୍କୁ କହିଲେ, ତୁମ ପତ୍ନୀ ସାରାଙ୍କୁ ବର୍ତ୍ତମାନ ଠାରୁ ସାରାଇ ନାମରେ ଅଭିହିତ କର ନାହିଁ, ବରଂ ସେ ସାରା ନାମରେ ଅଭିହିତ ହେବ। ମୁଁ ତାକୁ ଆଶୀର୍ବାଦ କରିବି ଓ ଅଧିକନ୍ତୁ ତା ଜରିଆରେ ମୁଁ ତୁମକୁ ଗୋଟିଏ ପୁତ୍ର ପ୍ରଦାନ କରିବି। ମୁଁ ତାକୁ ଆଶୀର୍ବାଦ କରିବି, ସେ ବହୁ ଜନତାର ମାତା ସ୍ୱରୂପ ବିଦିତ ହେବ ଓ ତାଠାରୁ ଜନତା ସମୂହ ତଥା ରାଜାଗଣ ଉଦ୍ଭବ ହେବେ। ସେ ସମୟରେ ଆବ୍ରାହାମ ପ୍ରଭୁଙ୍କ ସନ୍ନିଧାନରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ହାସ୍ୟ କଲେ ଓ ସ୍ୱଗତୋକ୍ତି କଲେ, 100 ବର୍ଷ ବୟସ ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ପୁତ୍ର କ'ଣ ଜାତ ହୋଇପାରିବ? 90 ବର୍ଷ ବୟସ୍କା ସାରା କ'ଣ ଆଉ ସନ୍ତାନ ପ୍ରସବ କରିପାରେ? ଆବ୍ରାହାମ ଈଶ୍ୱରଙ୍କୁ କହିଲେ, ଇସମାଏଲ ତୁମ ସନ୍ନିଧାନରେ ଜୀବିତ ରହୁ। କିନ୍ତୁ ଈଶ୍ୱର କହିଲେ, ନା, ତୁମ ପତ୍ନୀ ସାରା ତୁମ ପାଇଁ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିବ ଓ ତୁମେ ତାକୁ ଇସାହାକ ନାମରେ ନାମିତ କରିବ। ତାର ତଥା ତା ପରବର୍ତ୍ତୀ ବଂଶଧରମାନଙ୍କ ସହ ମୁଁ ଏକ ଶାଶ୍ୱତ ବ୍ୟବସ୍ଥା ବିଧାନ ସ୍ଥାପନ କରିବି। ଇସମାଏଲଙ୍କ ପ୍ରତି ତୁମର ପ୍ରାର୍ଥନା ମଧ୍ୟ ମୋର କର୍ଣ୍ଣଗୋଚର ହୋଇଅଛି। ମୁଁ ତାକୁ ଆଶୀର୍ବାଦ କରିବି ଓ ମୁଁ ତାକୁ ଫଳବନ୍ତ କରାଇ ତାର ସନ୍ତାନମାନଙ୍କୁ ସଂଖ୍ୟାଧିକ ଭାବରେ ପରିବର୍ଦ୍ଧିତ କରିବି। ସେ 12 ରାଜାମାନଙ୍କ ପିତା ହେବ ଓ ତାଠାରୁ ମୁଁ ଏକ ବିରାଟ ଜାତିକୁ ଉଦ୍ଭବ କରିବି। କିନ୍ତୁ ଆଗାମୀ ବର୍ଷର ଠିକ୍ ଏହି ସମୟରେ ସାରା ଯେଉଁ ପୁତ୍ରଙ୍କୁ ଜନ୍ମ ଦେବ, ସେହି ଇସାହାକ ସହ ମୁଁ ମୋର ବ୍ୟବସ୍ଥା ବିଧାନ ସ୍ଥାପନ କରିବି। ଆବ୍ରାହାମଙ୍କ ସହ ବାକ୍ୟାଳାପ ସମାପ୍ତ କରି ଈଶ୍ୱର ତାଙ୍କଠାରୁ ଅନ୍ତର୍ଦ୍ଧାନ ହେଲେ। ଈଶ୍ୱରଙ୍କ ଆଦେଶାନୁସାରେ ଠିକ୍ ସେହି ଦିବସରେ ଆବ୍ରାହାମ ନିଜ ପୁତ୍ର ଇସମାଏଲ ଓ ନିଜ ଗୃହଜାତ ତଥା ଅର୍ଥ ବିନିମୟରେ କ୍ରୀତ ସମସ୍ତ ଦାସ ଅର୍ଥାତ୍ ଆବ୍ରାହାମଙ୍କ ପରିବାରର ପ୍ରତ୍ୟେକ ପୁରୁଷ ବ୍ୟକ୍ତିଙ୍କ ଲିଙ୍ଗାଗ୍ର ଚର୍ମକୁ ପରିଚ୍ଛେଦନ କଲେ। ପରିଚ୍ଛେଦିତ ହେବା ସମୟରେ ଆବ୍ରାହାମଙ୍କୁ 69 ବର୍ଷ ହୋଇଥିଲା ଓ ଇସମାଏଲଙ୍କୁ 13 ବର୍ଷ ହୋଇଥିଲା। ଏକା ଦିନରେ ଆବ୍ରାହାମ ଓ ନିଜ ପୁତ୍ର ଇସମାଏଲ ପରିଚ୍ଛେଦିତ ହେଲେ। ଆବ୍ରାହାମଙ୍କ ପରିବାରର ସମସ୍ତ ପୁରୁଷ ବ୍ୟକ୍ତି ଓ ତାଙ୍କ ଗୃହଜାତ ତଥା ବିଦେଶୀଙ୍କ ଠାରୁ ଅର୍ଥ ବିନିମୟରେ କ୍ରୀତ ସମସ୍ତେ ତାଙ୍କ ସହ ପରିଚ୍ଛେଦିତ ହେଲେ। ଅଧ୍ୟାୟ 18 ଆବ୍ରାହାମଙ୍କ ପ୍ରତି ଈଶ୍ୱରଙ୍କ ସନ୍ଦର୍ଶନ। ଏକଦା ମଧ୍ୟାହ୍ନ ସମୟରେ ମାମ୍ରେର ଓକ୍ ବୃକ୍ଷ ଉଦ୍ୟାନ ସମୀପସ୍ଥ ନିଜ ଶିବିର ଦ୍ୱାର ଦେଶରେ ଉପବିଷ୍ଟ ଥିବା ସମୟରେ ପ୍ରଭୁ ଆବ୍ରାହାମଙ୍କ ସମ୍ମୁଖରେ ଉଭା ହେଲେ। ସେ ଚକ୍ଷୁ ଉତ୍ତୋଳନ କରି ଦେଖିଲେ ଯେ ତାଙ୍କ ପାଖକୁ 3 ଜଣ ବ୍ୟକ୍ତି ଦଣ୍ଡାୟମାନ ହୋଇଛନ୍ତି। ସୁତରାଂ ସେମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ସେ ଶିବିର ଦ୍ୱାର ଦେଶରୁ ଧାଇଁଗଲେ ଓ ସେମାନଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ସେ କହିଲେ, ହେ ମୋର ପ୍ରଭୁ, ମୁଁ ଯଦି ତୁମ ଦୃଷ୍ଟିକୋଣରେ ପ୍ରୀତିପ୍ରାପ୍ତ ହୋଇଅଛି, ତେବେ ତୁମ ଦାସକୁ ପରିତ୍ୟାଗ କରି ଯାଅନା। ମୁଁ ଅଳ୍ପ ଜଳ ଆଣେ ଓ ତୁମ ପାଦକୁ ଧୌତ କରିଦିଏ। ତାପରେ
ବୃକ୍ଷ ମୂଳରେ ବିଶ୍ରାମ ନେବ। ତୁମେ ଏଠାକୁ ଆସିଥିବା ଯୋଗୁଁ ମୁଁ ଅଳ୍ପ ରୁଟି ଆଣି ଦେବି ଓ ଏହିଠାରୁ ପ୍ରସ୍ଥାନ କରିବା ପୂର୍ବରୁ ତୁମେ ଆପ୍ୟାୟିତ ହେବ। ତହୁଁ ସେମାନେ କହିଲେ, ତୁମ କଥାନୁଯାୟୀ ତୁମେ କାର୍ଯ୍ୟ କର। ଆବ୍ରାହାମ ସହସା ଶିବିର ମଧ୍ୟକୁ ଯାଇ ସାରାକୁ କହିଲେ, 3 ମାଣ ଉତ୍ତମ ମଇଦା ନେଇ ଦଳାଦଳି କରି ପିଷ୍ଟକ ପ୍ରସ୍ତୁତ କର। ତତ୍ପରେ ଆବ୍ରାହାମ ଗୋପୋଲ ପାଖକୁ ଦୌଡ଼ି ଯାଇ ଗୋଟିଏ ହୃଷ୍ଟପୃଷ୍ଟ କୋମଳ ଗୋବତ୍ସକୁ ନେଇ ଜଣେ ଭୃତ୍ୟୁକୁ ଦେଲେ। ସେ ତାହା ପ୍ରସ୍ତୁତ କରିବାକୁ ସତର ହେଲା। ଅନନ୍ତର ଦହି, ଦୁଧ ତଥା ପ୍ରସ୍ତୁତ ହୋଇଥିବା ଗୋବତ୍ସକୁ ନେଇ ଆବ୍ରାହାମ ସେ ସବୁ ସେମାନଙ୍କ ସମ୍ମୁଖରେ ପରିବେଷଣ କଲେ। ସେମାନେ ଭକ୍ଷଣ କରିବା ସମୟରେ ସେ ବୃକ୍ଷ ମୂଳରେ ଦଣ୍ଡାୟମାନ ଥିଲେ। ସେମାନେ ତାଙ୍କୁ ପଚାରିଲେ, ତୁମ ପତ୍ନୀ ସାରା କାହିଁ? ସେ ଶିବିର ମଧ୍ୟରେ ଅଛନ୍ତି ବୋଲି ସେ ଉତ୍ତର ଦେଲେ। ପ୍ରଭୁ କହିଲେ, ବସନ୍ତ କାଳରେ ମୁଁ ନିଶ୍ଚୟ ପ୍ରତ୍ୟାବର୍ତ୍ତନ କରିବି ଓ ସେହି ସମୟରେ ତୁମ ପତ୍ନୀ ସାରା ଗୋଟିଏ ପୁତ୍ର ପାଇଥିବ। ତାଙ୍କର ପଶ୍ଚାତଭାଗସ୍ଥ ଶିବିର ଦ୍ୱାର ଦେଶରେ ଠିଆ ହୋଇ ସାରା ଏହି କଥା ଶୁଣିଥିଲେ। ସେହି ସମୟରେ ଆବ୍ରାହାମ ଓ ସାରା ବୟୋବୃଦ୍ଧ ଥିଲେ ଓ ସାରାଙ୍କ ଗର୍ଭଧାରଣ ସମୟ ଅତିବାହିତ ହୋଇଥିଲା। ସୁତରାଂ ସାରା ହାସ୍ୟ କରି ଆତ୍ମବତ୍ କହିଲେ, ମୋର ଗର୍ଭଧାରଣ ସମୟ ଅତିବାହିତ ହୋଇଥିବା ଯୋଗୁଁ ଓ ମୋର ପତି ବୃଦ୍ଧ ହୋଇଥିବା କାରଣରୁ ମୋର ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ହୋଇପାରେ କି? ପ୍ରଭୁ ଆବ୍ରାହାମଙ୍କୁ ପଚାରିଲେ, ବୃଦ୍ଧା ହୋଇଥିବାରୁ ମୁଁ ବାସ୍ତବରେ ସନ୍ତାନ ପ୍ରସବ କରିପାରେ କି ବୋଲି କହି ସାରା କାହିଁକି ହାସ୍ୟ କଲା? ପ୍ରଭୁଙ୍କ ପକ୍ଷରେ କ'ଣ ଅସାଧ୍ୟ କିଛି ଅଛି? ନିର୍ଦ୍ଦିଷ୍ଟ ସମୟରେ ବସନ୍ତ କାଳରେ ମୁଁ ତୁମ ପାଖକୁ ଫେରି ଆସିବି ଓ ସେହି ସମୟରେ ସାରା ଜଣେ ପୁତ୍ର ପାଇବ। ସାରା ଅସ୍ୱୀକାର କରି କହିଲେ, ମୁଁ ହସି ନାହିଁ, କାରଣ ସେ ଭୟଭୀତ ହୋଇଥିଲେ। କିନ୍ତୁ ପ୍ରଭୁ କହିଲେ, ନା, ତୁମେ ଅବଶ୍ୟ ହାସ୍ୟ କରିଅଛ। ଏହାପରେ ସେମାନେ ଉଠି ସୋଦୋମ ଅଭିମୁଖେ ଯାତ୍ରା କଲେ। ସେମାନଙ୍କୁ ପଥ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଆବ୍ରାହାମ ସେମାନଙ୍କର ଅନୁସରଣ କଲେ। ପ୍ରଭୁ ସଗସ୍ତକି କରି କହିଲେ, ଆବ୍ରାହାମ, ଏକ ମହତ୍ ତଥା ପ୍ରବଳ ଜନତା ହେବ ଓ ତା ମାଧ୍ୟମରେ ଭୂମଣ୍ଡଳର ଜନସମୂହ ଆଶିଷ ପ୍ରାପ୍ତ ହେବେ। ଏହା ଅବଗତ ହୋଇଥିବାରୁ ମୋ ଦ୍ୱାରା ସମ୍ପାଦିତ ହେବାକୁ ଥିବା କାର୍ଯ୍ୟକଳାପକୁ ଆବ୍ରାହାମଙ୍କଠାରୁ କ'ଣ ଲୁକାୟିତ ରଖିବି? ନା, ତାହାର ସନ୍ତାନଗଣ ଓ ତାର ପରବର୍ତ୍ତୀ ସନ୍ତାନ ସନ୍ତତି ସମସ୍ତେ ନୀତି ତଥା ନ୍ୟାଯ୍ୟ କର୍ମ ସମ୍ପାଦନ କରିବାକୁ ସେ ଯେପରି ସେମାନଙ୍କୁ ଆଜ୍ଞା ଦିଏ, ସେଥିପାଇଁ ମୁଁ ତାକୁ ମନୋନୀତ କରିଅଛି। ଏହିପରି ଭାବେ ତା ନିକଟରେ ପ୍ରତିଜ୍ଞାତ ସମସ୍ତ ପ୍ରତିଶ୍ରୁତି ପ୍ରଭୁ ଆବ୍ରାହାମଙ୍କ ପାଇଁ ସାଧନ କରିବେ। ତତ୍ପରେ ପ୍ରଭୁ କହିଲେ, ସୋଦୋମ ତଥା ଗମୋରା ବିପକ୍ଷରେ ଆର୍ତ୍ତନାଦ ବୃହତ୍ ଓ ସେମାନଙ୍କ ପାପ ଅତି ଗୁରୁତର। ସୁତରାଂ ମୋର କର୍ଣ୍ଣଗୋଚର ହୋଇଥିବା ଅନୁରୂପ କାର୍ଯ୍ୟକଳାପ ସେମାନେ କରିଛନ୍ତି କି ନାହିଁ, ମୁଁ ସେଠାକୁ ଯାଇ ତାହା ଅବଗତ ହେବି। ଯଦି ତାହା ନ ହୋଇଥାଏ, ତା ମଧ୍ୟ ମୁଁ ଅବଗତ ହେବି।
ଏହାପରେ ସେମାନେ ସେ ସ୍ଥାନରୁ ସୋଦୋମ ଅଭିମୁଖେ ଗମନ କଲେ। କିନ୍ତୁ ଆବ୍ରାହାମ ପ୍ରଭୁଙ୍କ ସନ୍ନିଧାନରେ ଦଣ୍ଡାୟମାନ ହୋଇ ରହିଲେ। ଆବ୍ରାହାମ ପ୍ରଭୁଙ୍କ ସମୀପବର୍ତ୍ତୀ ହୋଇ ପଚାରିଲେ, ତୁମେ ଦୁଷ୍ଟ ଲୋକଙ୍କ ସହିତ ନୀତିନିଷ୍ଠମାନଙ୍କୁ ମଧ୍ୟ ବିନାଶ କରିବ କି? ସେହି ନଗରୀ ମଧ୍ୟରେ 50 ଜଣ ନୀତିନିଷ୍ଠ ବ୍ୟକ୍ତି ଥିଲେ, ତେବେ କ'ଣ ତୁମେ ସେ ସ୍ଥଳକୁ ଧ୍ୱଂସ କରିବ? ତନ୍ମଧ୍ୟସ୍ଥ ସେହି 50 ଜଣ ନୀତିନିଷ୍ଠମାନଙ୍କ ଉଦ୍ଦେଶ୍ୟରେ ସେହି ନଗରକୁ ରକ୍ଷା କରିବ ନାହିଁ। ଦୁଷ୍ଟ ଲୋକଙ୍କ ସହ ନୀତିନିଷ୍ଠମାନଙ୍କ ଧ୍ୱଂସ ଏହି କାର୍ଯ୍ୟ ତୁମଠାରୁ ସମ୍ଭବ ନ ହେଉ। ନୀତିନିଷ୍ଠ ଲୋକେ ଦୁଷ୍ଟ ଲୋକଙ୍କ ସହ ସମଦଶା କେବେ ହେଁ ସମ୍ପ୍ରାପ୍ତ ନ ହୁଅନ୍ତୁ। ସମସ୍ତ ଭୂମଣ୍ଡଳର ନ୍ୟାୟାଧୀଶ କ'ଣ ନ୍ୟାୟ ବିଚାର କରିବେ ନାହିଁ? ପ୍ରଭୁ କହିଲେ, ସୋଦୋମ ଗମୋରରେ ମୁଁ ଯଦି 50 ଜଣ ନୀତିନିଷ୍ଠ ବ୍ୟକ୍ତିଙ୍କୁ ଦେଖିବାକୁ ପାଏ, ତେବେ ସେମାନଙ୍କ ହେତୁ ସେ ସମଗ୍ର ସ୍ଥଳକୁ ମୁଁ ରକ୍ଷା କରିବି। ଆବ୍ରାହାମ ପୁନରାୟ କହିଲେ, ଧୂଳି ତଥା ଭସ୍ମ ତୁଲ୍ୟ ଯେ ମୁଁ ପ୍ରଭୁଙ୍କ ସହ ବାର୍ତ୍ତାଳାପ କରିବାକୁ ମୁଁ ସାହସ କରୁଅଛି। ହୁଏତ 50 ଜଣ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରୁ 5 ବ୍ୟକ୍ତି କମ୍ ହୋଇପାରନ୍ତି। ନ୍ୟୁନ ହୋଇଥିବା ସେହି 5 ଜଣ ଲୋକଙ୍କ ସକାଶେ ତୁମେ କ'ଣ ସମଗ୍ର ନଗରୀକୁ ବିନାଶ କରିବ? ଉତ୍ତରରେ ସେ କହିଲେ, 45 ଜଣ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲେ ମୁଁ ତାହା ବିନାଶ କରିବି ନାହିଁ। ସେ ତାଙ୍କୁ ପୁନଶ୍ଚ କହିଲେ, ସେଠାରେ ଯଦି 40 ଜଣ ଲୋକ ଥାନ୍ତି, ତେବେ କ'ଣ ହେବ? ଉତ୍ତରରେ ପ୍ରଭୁ କହିଲେ, ସେହି 40 ଜଣ ଲୋକ ଯୋଗୁଁ ମୁଁ ତାହା କରିବି ନାହିଁ। ସେ ପୁଣି କହିଲେ, ମୁଁ ଆଳାପ କରୁଥିବା ଯୋଗୁଁ ପ୍ରଭୁ କ୍ରୁଦ୍ଧ ନ ହୁଅନ୍ତୁ। 30 ଜଣ ବ୍ୟକ୍ତି ମାତ୍ର ଦେଖାଗଲେ ତେବେ ବା କ'ଣ ହେବ? ପ୍ରଭୁ ପ୍ରତ୍ୟୁତ୍ତର ଦେଲେ, ସେହିଠାରେ 30 ଜଣ ବ୍ୟକ୍ତିଙ୍କୁ ମୁଁ ଖୋଜି ପାଇଲେ ମୁଁ ତାହା ଧ୍ୱଂସ କରିବି ନାହିଁ। ସେ ପୁଣି କହିଲେ, ପ୍ରଭୁଙ୍କ ସହ କଥା କହିବାକୁ ମୁଁ ସାହସ କରିଅଛି। ହୁଏତ ସେଠାରେ 20 ଜଣ ବ୍ୟକ୍ତି ଥାଇପାରନ୍ତି, ତେବେ କ'ଣ ହେବ? ପ୍ରଭୁ କହିଲେ, ସେହି 20 ଜଣ ଲୋକଙ୍କ ହେତୁ ମୁଁ ତାକୁ ବିନାଶ କରିବି ନାହିଁ। ସେ କହିଲେ, ହେ ପ୍ରଭୁ, କ୍ରୁଦ୍ଧ ନ ହୁଅନ୍ତୁ। ମୁଁ ଏହି ଥରକ ମାତ୍ର କହିବି, ହୁଏତ ସେଠାରେ 10 ଜଣ ମାତ୍ର ଥାଇପାରନ୍ତି, ତେବେ କ'ଣ ହେବ? ପ୍ରଭୁ ପ୍ରତ୍ୟୁତ୍ତର ଦେଲେ, ସେହି 10 ଜଣଙ୍କ ସକାଶେ ମୁଁ ତାହା ବିନାଶ କରିବି ନାହିଁ। ଆବ୍ରାହାମଙ୍କ ସହ କଥୋପକଥନ ସମାପ୍ତ କରି ପ୍ରଭୁ ସେହିଠାରୁ ପ୍ରସ୍ଥାନ କଲେ ଓ ଆବ୍ରାହାମ ମଧ୍ୟ ନିଜ ସ୍ଥାନକୁ ଫେରିଗଲେ। ଅଧ୍ୟାୟ 19 ସୋଦୋମର ଧ୍ୱଂସ ବିବରଣୀ। ସନ୍ଧ୍ୟା ହୁଅନ୍ତେ ସେହି 2 ଜଣ ଦେବଦୂତ ସୋଦୋମଠାରେ ଆସି ପହଞ୍ଚିଲେ। ଲୋଟ ନଗରୀ ଦ୍ୱାର ପଥରେ ଉପବିଷ୍ଟ ଥିଲେ। ସେମାନଙ୍କୁ ଦେଖି ସାକ୍ଷାତ କରିବା ଉଦ୍ଦେଶ୍ୟରେ ସେ ସେମାନଙ୍କ ସମ୍ମୁଖକୁ ସାଷ୍ଟାଙ୍ଗ ପ୍ରଣିପାତ ହେଲେ। ସେ କହିଲେ, ହେ ମୋର ପ୍ରଭୁଗଣ, ସଦୟ ତୁମର ଏହି ଦାସର ଗୃହକୁ ଆସନ୍ତୁ। ପାଦ ଧୌତ କରି ରାତ୍ରି ଯାପନ କରନ୍ତୁ। ତାପରେ ପ୍ରତ୍ୟୁଷରେ ଉଠି ନିଜ ଯାତ୍ରା ପଥରେ ଯାଆନ୍ତୁ। କିନ୍ତୁ ସେମାନେ କହିଲେ, ନା, ଆମେ ରାସ୍ତାରେ ରାତ୍ରି ଯାପନ କରିବୁ। କିନ୍ତୁ ଲୋଟ ସେମାନଙ୍କୁ ବାଧ୍ୟ କରିବାରୁ
ସେମାନେ ତାଙ୍କ ଗୃହରେ ପ୍ରବେଶ କଲେ। ସେ ସେମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ଭୋଜି ପର୍ବ ପ୍ରସ୍ତୁତ କଲେ ଓ ତାଡ଼ି ରହିତ ରୁଟି ମଧ୍ୟ ପରିବେଷଣ କଲେ। ସେମାନେ ଶୟନ କରିବାକୁ ଯିବା ପୂର୍ବରୁ ସମଗ୍ର ସଦୋମ ନଗରୀର ବୃଦ୍ଧାଦି ଆସି ସେହି ଗୃହକୁ ଘେରିଗଲେ। ସେମାନେ ଲଟଙ୍କୁ ଡାକି କହିଲେ, ରାତ୍ରି କାଳରେ ତୁମ ପାଖକୁ ଆସିଥିବା ସେହି ଲୋକେ କାହାନ୍ତି? ଆମେ ସେମାନଙ୍କୁ ଉପଭୋଗ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ବାହାରକୁ ନେଇ ଆସ। ଲଟ ବହିର୍ଗତ ହୋଇ ଦ୍ୱାର ରୁଦ୍ଧ କଲେ। ପରେ ସେମାନଙ୍କୁ କହିଲେ, ହେ ମୋର ଭ୍ରାତାମାନେ, ଏପରି ଅଶ୍ଳୀଳ କର୍ମ କର ନାହିଁ। ମୁଁ ତୁମମାନଙ୍କୁ ବିନତି କରେ, ପୁରୁଷ ସଂସ୍ପର୍ଶରେ ଆସିନଥିବା ମୋର 2 ଜଣ କନ୍ୟା ଅଛନ୍ତି। ସେମାନଙ୍କୁ ତୁମ ନିକଟକୁ ଆଣିବେ। ତୁମ ଇଚ୍ଛାନୁଯାୟୀ ସେମାନଙ୍କ ସହ ବ୍ୟବହାର କର, କିନ୍ତୁ ସେହି ଲୋକଙ୍କ ବିରୁଦ୍ଧରେ କିଛି କରନା, କାରଣ ସେମାନେ ଅତିଥି ମୋ ଛାତ ତଳେ ଆଶ୍ରୟ ନେଇଛନ୍ତି। କିନ୍ତୁ ସେମାନେ ଚିତ୍କାର କରି କହିଲେ, ହଟିଯାଅ। ଆହା, ପ୍ରବାସୀ ରୂପେ ଆସିଥିବା ଏହି ଲୋକଟି ବର୍ତ୍ତମାନ ବିଚାରପତି ହେବ। ସେମାନଙ୍କ ପରିବର୍ତ୍ତେ ତୋ ପ୍ରତି ଆମେ ଅଶ୍ଳୀଳ ବ୍ୟବହାର କରିବୁ। ଅନନ୍ତର ସେମାନେ ଲଟଙ୍କୁ ବଳାତ୍କାର ପୂର୍ବକ ଅପସାରଣ କରି ଦ୍ୱାର ଭାଙ୍ଗି ଦେବା ପାଇଁ ଉଦ୍ୟତ ହେଲେ। କିନ୍ତୁ ଲଟଙ୍କ ସେହି 2 ଅତିଥିମାନେ ହସ୍ତ ବଢ଼ାଇ ତାଙ୍କୁ ଗୃହ ଭିତରକୁ ଟାଣି ଆଣିଲା ପରେ ଦ୍ୱାର ରୁଦ୍ଧ କଲେ। ତତ୍ପରେ ଗୃହ ଦ୍ୱାର ଦେଶରେ ଦଣ୍ଡାୟମାନ ଥିବା ସମସ୍ତଙ୍କ ଦୃଷ୍ଟି ଶକ୍ତି ସେମାନେ ହରଣ କଲେ। ତେଣୁ ସେମାନେ ଦ୍ୱାର ଖୋଜି ପାଇବା ଆଶାରେ ଦରାଣ୍ଡି କ୍ଳାନ୍ତ ହେଲେ। ସେହି 2 ଲୋକ ଲଟଙ୍କୁ କହିଲେ, ଏହିମାନଙ୍କ ବ୍ୟତୀତ ତୁମର ଅନ୍ୟ କେହି ଅଛନ୍ତି କି? ଜ୍ୱାଇଁ, ପୁତ୍ର, କନ୍ୟା କିମ୍ବା ଅନ୍ୟ କେହି ଏହି ନଗରୀରେ ଯଦି ଥାନ୍ତି, ତେବେ ସେମାନଙ୍କୁ ତତ୍କ୍ଷଣାତ୍ ବାହାରକୁ ନେଇଯାଅ। ଆମେ ଏହି ସ୍ଥଳକୁ ଧ୍ୱଂସ କରିବାକୁ ଯାଉଛୁ, କାରଣ ଏଠାକାର ଲୋକମାନଙ୍କ ବିପକ୍ଷରେ ଆର୍ତ୍ତନାଦ ପ୍ରଭୁଙ୍କ ସନ୍ନିଧାନରେ ପହଞ୍ଚି ଯାଇଛି ଓ ନଗରୀକୁ ଧ୍ୱଂସ କରିବା ପାଇଁ ପ୍ରଭୁ ଆମକୁ ପ୍ରେରଣ କରିଛନ୍ତି। ସୁତରାଂ ଲଟ ନିଜ ଭାବୀ ଜ୍ୱାଇଁମାନଙ୍କ ପାଖକୁ ଯାଇ କହିଲେ, ଉଠ, ସହସା ଏହି ସ୍ଥାନ ପରିତ୍ୟାଗ କରି ଚାଲିଯାଅ, କାରଣ ପ୍ରଭୁ ଏହି ନଗରୀକୁ ବିନଷ୍ଟ କରିବା ପାଇଁ ଉଦ୍ୟତ। ମାତ୍ର ଜ୍ୱାଇଁମାନେ ତାଙ୍କୁ ପରିହାସ ତୁଲ୍ୟ ଗ୍ରହଣ କଲେ। ପ୍ରଭାତ ହେବା ପରେ ଦେବଦୂତମାନେ ଲଟଙ୍କୁ ଜୋର ଦେଇ କହିଲେ, ଉଠ, ତୁମ ପତ୍ନୀ ଓ ଏଠାକାର 2 କନ୍ୟାଙ୍କୁ ସଙ୍ଗରେ ନେଇ ଶୀଘ୍ର ବହିର୍ଗତ ହୁଅ, ଅନ୍ୟଥା ତୁମେମାନେ ମଧ୍ୟ ନଗରୀ ସହ ଧ୍ୱଂସ ପ୍ରାପ୍ତ ହେବ। କିନ୍ତୁ ସ୍ୱୟଂକାଳକୁ ହୋଇ ରହିଲେ। ପ୍ରଭୁ ତାଙ୍କ ପ୍ରତି ସଦୟ ହୋଇଥିବା ଯୋଗୁଁ ଦେବଦୂତ ଦ୍ୱୟ ତାଙ୍କ ଏବଂ ତାଙ୍କ ପତ୍ନୀ ଓ 2 ଜଣ କନ୍ୟାମାନଙ୍କ ହସ୍ତ ଧରି ସେମାନଙ୍କୁ ନଗରୀ ବାହାରକୁ ଘେନିଗଲେ। ସେମାନେ ନଗରୀର ବହିର୍ଗତ ହେଲା ପରେ ଜନୈକ ଦେବଦୂତ କହିଲେ, ତୁମେମାନେ ଯଦି ଜୀବିତ ରହିବା ପାଇଁ ଇଚ୍ଛା କର, ତାହେଲେ ପଳାୟନ କର। ପଛକୁ ଚାହିଁ କିମ୍ବା ଏହି ଉପତ୍ୟକାର କୌଣସି ସ୍ଥାନରେ ଅପେକ୍ଷାରତ ହୁଅ ନାହିଁ। ଦଗ୍ଧୀଭୂତ ହୋଇ ମୃତ୍ୟୁ କବଳିତ ନ ହେବା ପାଇଁ ପାହାଡ଼ ଅଞ୍ଚଳକୁ ପଳାୟନ କର। ଲଟ କହିଲେ, ହେ ମୋର ପ୍ରଭୁ,
ସେପରି କୁହ ନା, ତୁମର ଏହି ଦାସ ତୁମ ସମ୍ପ୍ରୀତି ପ୍ରାପ୍ତ ହୋଇଅଛି। ମୋର ଜୀବନକୁ ରକ୍ଷା କରି ତୁମେମାନେ ମୋ ପ୍ରତି ଅସୀମ ବଦାନ୍ୟତା ପ୍ରଦର୍ଶନ କରିଅଛ। ହୁଏତ ବିପଦ କବଳିତ ହୋଇ ମୃତ୍ୟୁବରଣ କରିବା ପୂର୍ବରୁ ମୁଁ ଏତେ ଶୀଘ୍ର ପାହାଡ଼ ତଳକୁ ପଳାୟନ କରିନପାରେ। ଦେଖ, ସେଠାରେ ଦୃଶ୍ୟମାନ ହେଉଥିବା ସହରକୁ ପଳାୟନ କରି ରକ୍ଷା ପାଇବା ପାଇଁ ତାହା ନିକଟବର୍ତ୍ତୀ। ତାହା ମଧ୍ୟ କ୍ଷୁଦ୍ର ନୁହେଁ କି? ତାହା ହେଲେ ମୋର ଜୀବନ ସୁରକ୍ଷିତ ହେବ। ସେ ତାଙ୍କୁ କହିଲେ, ତୁମେ ଯେଉଁ ସହର ସମ୍ପର୍କରେ କହିଅଛ ତାହାକୁ ମୁଁ ବିନଷ୍ଟ କରିବି ନାହିଁ। ଏ ପ୍ରକାର ଅନୁଗ୍ରହ ମଧ୍ୟ ମୁଁ ତୁମକୁ ପ୍ରଦାନ କରେ। ତୁମେ ଖୁବ୍ ଶୀଘ୍ର ସେଠାକୁ ପଳାୟନ କର, କାରଣ ତୁମେ ସେହିଠାରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ମୁଁ କିଛି କରିପାରିବି ନାହିଁ। ଫଳରେ ସେହି ନଗରୀ ସୋଆର ନାମରେ ଅଭିହିତ ହେଲା। ଲୋଟ ସୋଆର ଠାରେ ଆସି ପହଞ୍ଚିବା ବେଳେ ସୂର୍ଯ୍ୟ ଉଦିତ ହୋଇଥିଲା। ପ୍ରଭୁ ଆକାଶମଣ୍ଡଳରୁ ଗନ୍ଧକ ତଥା ଅଗ୍ନିକୁ ସୋଦୋମ ତଥା ଗମୋରୀ ନଗରୀ ଉପରେ ବର୍ଷଣ କଲେ। ସେହି ନଗରୀଗୁଡ଼ିକ ସମଗ୍ର ଉପତ୍ୟକା ନଗରୀବାସୀ ଓ ଭୂମିଠାରୁ ଉତ୍ପନ୍ନ ସବୁ କିଛିକୁ ସେ ଧ୍ୱଂସ କଲେ। ଲୋଟଙ୍କ ପଶ୍ଚାଦଗମନକାରିଣୀ ତାଙ୍କର ପତ୍ନୀ ପଛ ଆଡ଼କୁ ବୁଲି ଚାହିଁବାରୁ ସେ ଗୋଟିଏ ଲବଣ ସ୍ତମ୍ଭରେ ରୂପାନ୍ତରିତ ହେଲା। ଆବ୍ରାହାମ ଅତି ପ୍ରତ୍ୟୁଷରୁ ଉଠି ପୂର୍ବବତ୍ ପ୍ରଭୁଙ୍କ ସନ୍ନିଧାନରେ ପୂର୍ବେ ଦଣ୍ଡାୟମାନ ହୋଇଥିବା ସ୍ଥାନକୁ ଗଲେ। ସୋଦୋମ ଗମୋରା ତଥା ସେହି ଉପତ୍ୟକାର ସମସ୍ତ ଭୂମିରେ ଅଗ୍ନିକୁଣ୍ଡରୁ ଉଠୁଥିବା ଧୂମ ଭଳି ସେହି ବୃକ୍ଷରୁ ଧୂମ ଉଠୁଥିବା ସେ ଦେଖିବାକୁ ପାଇଲେ। ଏପରି ଭାବରେ ଉପତ୍ୟକାର ନଗରୀ ସମୂହକୁ ବିନାଶ କଲା ସମୟରେ ଈଶ୍ୱର ଆବ୍ରାହାମଙ୍କୁ ସ୍ମରଣ କଲେ ଓ ଲୋଟ ବସବାସ କରିଥିବା ନଗରୀ ସମୂହକୁ ବିନଷ୍ଟ କଲାବେଳେ ତାଙ୍କୁ ସେଥିରୁ ରକ୍ଷା କଲେ। ସୋଆର ଠାରେ ବସବାସ ପାଇଁ ଲୋଟ ଭୟଭୀତ ହେବା ଯୋଗୁଁ ସେ ସୋଆର ଠାରୁ ବାହାରି ଯାଇ ନିଜର 2 ଜଣ କନ୍ୟାଙ୍କ ସହ ପାହାଡ଼ ଉପରକୁ ଆରୋହଣ କଲେ ଓ ସେଠାରେ ଗୋଟିଏ ଗୁମ୍ଫାରେ ବାସ କଲେ। ଜ୍ୟେଷ୍ଠ କନ୍ୟା କନିଷ୍ଠାକୁ କହିଲା, ଆମମାନଙ୍କ ପିତା ବୃଦ୍ଧ ହୋଇଛନ୍ତି ଓ ସାଂସାରିକ ରୀତି ଅନୁସାରେ ଆମ ସଙ୍ଗରେ ସହବାସ କରିବା ପାଇଁ ଭୂପୃଷ୍ଠରେ କୌଣସି ପୁରୁଷ ନାହିଁ। ସୁତରାଂ ଆମ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଇ ଆମ ପିତାଙ୍କ ମାଧ୍ୟମରେ ସନ୍ତାନ ପରମ୍ପରାକୁ ସୁରକ୍ଷିତ କରିବା ପାଇଁ ଆମେ ତାଙ୍କ ସଙ୍ଗେ ଶୟନ କରିବା। ତହୁଁ ସେହି ରାତ୍ରିରେ ମଧ୍ୟ ସେମାନେ ତାଙ୍କୁ ଦ୍ରାକ୍ଷାରସ ପାନ କରାଇଲେ ଓ କନିଷ୍ଠା କନ୍ୟା ତାଙ୍କ ପାଖକୁ ଯାଇ ତାଙ୍କ ସଙ୍ଗରେ ଶୟନ କଲା। କିନ୍ତୁ ସେ କେଉଁ ସମୟରେ ଶୟନ କଲା ଏବଂ ଉଠିଗଲା ତାହା ଲୋଟ ଜାଣିନଥିଲେ। ଫଳରେ ଲୋଟଙ୍କର ଉଭୟ କନ୍ୟା ନିଜ ପିତାଙ୍କ ମାଧ୍ୟମରେ ଅନ୍ତଃସତ୍ତ୍ୱା ହେଲେ। ଜ୍ୟେଷ୍ଠ କନ୍ୟା ଗୋଟିଏ ପୁତ୍ର ସନ୍ତାନକୁ ପ୍ରସବ କରି ତାଙ୍କୁ ମୋଆବ ନାମରେ ଅଭିହିତ କଲା। ସେ ଅଦ୍ୟାବଧି ଅବସ୍ଥିତ ମୋଆବୀୟମାନଙ୍କୁ ପିତୃପୁରୁଷ ଅଟନ୍ତି। କନିଷ୍ଠା କନ୍ୟା ମଧ୍ୟ ଗୋଟିଏ ପୁତ୍ର ସନ୍ତାନକୁ ପ୍ରସବ କରି ତାଙ୍କୁ ବେନାମୀ ନାମରେ ନାମିତ କଲା ଓ ସେ ହେଲେ ଅଦ୍ୟାବଧି ଅବସ୍ଥିତ ଆମୋନୀୟମାନଙ୍କ ପିତୃପୁରୁଷ। ଅଧ୍ୟାୟ 20।
ଆବ୍ରାହାମ ଓ ଆବିମେଲେକ। ଆବ୍ରାହାମ ସେ ସ୍ଥାନରୁ ନେଗେବ ଅଞ୍ଚଳ ବିମୁଖେ ଯାତ୍ରା କଲେ ଏବଂ କାଦେଶ ତଥା ସୁର ମଧ୍ୟବର୍ତ୍ତୀ ସ୍ଥାନ ଗେରାରଠାରେ ପ୍ରବାସ ଜୀବନ ବିତାଇଲେ। ନିଜ ପତ୍ନୀ ସାରା ସମ୍ପର୍କରେ ଆବ୍ରାହାମ କହିଲେ, ସେ ମୋର ଭଗ୍ନୀ। ତେଣୁ ଗେରାରର ରାଜା ଆବିମେଲେକ ଲୋକ ପଠାଇ ସାରାଙ୍କୁ ହରଣ କଲେ। କିନ୍ତୁ ରାତ୍ରି କାଳରେ ଈଶ୍ୱର ସ୍ୱପ୍ନରେ ଆବିର୍ଭୂତ ହୋଇ ଆବିମେଲେକଙ୍କୁ କହିଲେ, ହରଣ କରିଥିବା ସେହି ନାରୀ ହେତୁ ତୁମେ ମୃତ୍ୟୁବରଣ କରିବ, କାରଣ ସେ ଜଣେ ବ୍ୟକ୍ତିଙ୍କର ପତ୍ନୀ ଅଟନ୍ତି। କିନ୍ତୁ ଆବିମେଲେକ ତାଙ୍କୁ ଉପଭୋଗ କରିନଥିଲେ। ତେଣୁ ସେ ପଚାରିଲେ, ପ୍ରଭୁ, ନିରପରାଧ ଲୋକଙ୍କୁ ତୁମେ କ'ଣ ନିଧନ କରିବ? ସେ ମୋର ଭଗ୍ନୀ ବୋଲି ସ୍ୱୟଂ ସେ କ'ଣ ମୋତେ କହିନାହାନ୍ତି? ପୁଣି ନାରୀଟି ମଧ୍ୟ କହିଲା, ସେ ମୋର ଭ୍ରାତା। ନିର୍ମଳ ହୃଦୟ ତଥା ନିର୍ଦ୍ଦୋଷ ହସ୍ତରେ ମୁଁ ଏହା ସାଧନ କରିଅଛି। ସେ ସମୟରେ ଈଶ୍ୱର ସ୍ୱପ୍ନରେ ତାଙ୍କୁ କହିଲେ, ମୁଁ ଜାଣେ ଯେ ନିର୍ମଳ ହୃଦୟରେ ତୁମେ ଏହା କରିଅଛ। ସେଥିପାଇଁ ମୋ ବିରୁଦ୍ଧରେ ପାପ କରିବା ପାଇଁ ମୁଁ ତୁମକୁ ସୁଯୋଗ ଦେଇନାହିଁ। ଏ ହେତୁ ତାଙ୍କୁ ସ୍ପର୍ଶ କରିବା ପାଇଁ ମୁଁ ତୁମକୁ ବାରଣ କଲି। ସୁତରାଂ ସେହି ମଣିଷଙ୍କ ପତ୍ନୀଙ୍କୁ ଫେରାଇ ଦିଅ। ସେ ଜଣେ ପ୍ରବକ୍ତା, ଆଉ ସେ ତୁମ ନିମନ୍ତେ ପ୍ରାର୍ଥନା କରିବେ ଏବଂ ତୁମେ ଜୀବିତ ରହିବ। କିନ୍ତୁ ତୁମେ ଯଦି ତାଙ୍କୁ ଫେରାଇ ନ ଦିଅ, ତେବେ ଜାଣି ରଖ ଯେ ତୁମେ ଓ ତୁମର ସମସ୍ତ ଲୋକ ନିଶ୍ଚୟ ମୃତ୍ୟୁବରଣ କରିବ। ଅତି ପ୍ରତ୍ୟୁଷରେ ଆବିମେଲେକ ଶଯ୍ୟା ତ୍ୟାଗ କରି ନିଜର ସମସ୍ତ ସେବକଙ୍କୁ ଡାକି ଏ ସକଳ ବୃତ୍ତାନ୍ତ ଅବଗତ କରାଇଲେ। ସେମାନେ ତାହା ଶୁଣି ଭୟକାତର ହେଲେ। ପରେ ଆବିମେଲେକ ଆବ୍ରାହାମଙ୍କୁ ଡାକି କହିଲେ, ତୁମେ ଆମମାନଙ୍କ ପ୍ରତି ଏ କ'ଣ କରିଅଛ? ତୁମ ବିରୁଦ୍ଧରେ ମୁଁ କି ଦୋଷ କରିଥିବା ଯୋଗୁଁ ମୋର ତଥା ମୋର ରାଜ୍ୟକୁ ଏଭଳି ଘୋର ପାପଗ୍ରସ୍ତ କରିଅଛ? ଯାହା ସମ୍ପାଦିତ ହେବା ପାଇଁ ଅନୁଚିତ, ତାହା ହିଁ ତୁମେ ମୋ ପ୍ରତି ସାଧନ କରିଅଛ। ଆବିମେଲେକ ଆବ୍ରାହାମଙ୍କୁ ପୁଣି କହିଲେ, ତୁମେ କ'ଣ ଭାବି ଏ କାର୍ଯ୍ୟ କରିଅଛ? ଉତ୍ତରରେ ଆବ୍ରାହାମ କହିଲେ, ଏହା ସର୍ବଦା ଈଶ୍ୱର ଭୟରହିତ ଦେଶ ଏବଂ ମୋର ପତ୍ନୀ ଯୋଗୁଁ ମୋତେ ନିଧନ କରିବେ ବୋଲି ଚିନ୍ତା କରି ମୁଁ ତାହା କରିଅଛି। ଏତଦ୍‌ବ୍ୟତୀତ ସେ ବାସ୍ତବତଃ ମୋର ଭଗ୍ନୀ, କାରଣ ସେ ମୋର ପିତାଙ୍କ କନ୍ୟା। ଯଦ୍ୟପି ମୋର ମାତାଙ୍କ କନ୍ୟା ନୁହେଁ, ସେ ମୋ ପରେ ମୋର ପତ୍ନୀ ହେଲା। ମୋ ପିତୃଭବନରୁ ଇତସ୍ତତ ପରିଭ୍ରମଣ କରିବାକୁ ଈଶ୍ୱର ମୋତେ ଆଦେଶ ଦେଲା ସମୟରେ ମୁଁ ତାଙ୍କୁ କହିଲି, ତୁମେ ମୋ ପ୍ରତି ଏପରି ଉପକାର କରିବ ଯେ ଆମେ ଆସି ପହଞ୍ଚୁଥିବା ପ୍ରତ୍ୟେକ ସ୍ଥାନରେ ସେ ମୋର ଭ୍ରାତା ବୋଲି କହି ତୁମେ ମୋ ସମ୍ପର୍କରେ ପରିଚିତ ଦେବ। ଏହାପରେ ଆବିମେଲେକ ଆବ୍ରାହାମଙ୍କୁ ମେଷ, ଗୋରୁ ତଥା ଦାସଦାସୀମାନଙ୍କୁ ପ୍ରଦାନ କଲେ ଏବଂ ପତ୍ନୀ ସାରାଙ୍କୁ ମଧ୍ୟ ଫେରାଇ ଦେଲେ। ପୁଣି ଆବିମେଲେକ କହିଲେ, ଦେଖ, ମୋର ରାଜ୍ୟ ତୁମ ସମ୍ମୁଖରେ ଅବସ୍ଥିତ। ଯେଉଁଠାରେ ତୁମର ଇଚ୍ଛା ସେହିଠାରେ ବାସ କର। ସେ ସାରାଙ୍କୁ ମଧ୍ୟ ଏହା କହିଲେ, ତୁମ ଭ୍ରାତାଙ୍କୁ ମୁଁ 1000 ରୌପ୍ୟ ମୁଦ୍ରା
ସମର୍ପଣ କରିଅଛି। ତୁମ ସହବର୍ତ୍ତୀ ସମସ୍ତଙ୍କ ସମ୍ମୁଖରେ ତାହା ତୁମର ନିଷ୍କଳଙ୍କ ଚରିତ୍ରର ପ୍ରମାଣ ସ୍ୱରୂପ ଅଟେ ଏବଂ ସମସ୍ତଙ୍କ ସମ୍ମୁଖରେ ତୁମେ ନିର୍ଦ୍ଦୋଷୀ ଅଟ। ତତ୍ପରେ ଆବ୍ରାହମ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କରିବା ଯୋଗୁଁ ଆବିମେଲେକ ତାଙ୍କ ପତ୍ନୀ ଓ ଦାସୀମାନଙ୍କୁ ଈଶ୍ୱର ଆରୋଗ୍ୟ କଲେ। ଫଳରେ ସେମାନଙ୍କୁ ସନ୍ତାନ ସନ୍ତତି ଜାତ ହେଲେ, କାରଣ ଆବ୍ରାହମଙ୍କ ପତ୍ନୀ ସାରାଙ୍କ ଯୋଗୁଁ ଆବିମେଲେକଙ୍କ ଗୃହର ସମସ୍ତ ଅନ୍ତେବାସୀ ବନ୍ଧ୍ୟା ହୋଇଥିଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା। ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।